ଶୁଣ ଟିକେ ମୋ କଥା ଶୁଣ। ଆରେ ଏଥିରେ ରାଗିବାର କଣ ଅଛି? ଶୁଣ ଟିକେ। କୁଆଡେ ପଳେଇଲ? ଏ ଘରେ ମୁଁ ଆଉ ଜମା ରହିବିନି। ମୁଁ ଜମା ରହିବିନି। ଆଜି ଆଜି ପଳେଇବି ମୁଁ ଏ ଘର ଛାଡିକି। କଣ ଭାବୁଛନ୍ତି କେଜାଣି ଏମାନେ ମତେ? ଏଇଠି ଅଛ? ଶୁଣୁନ ଟିକେ। ଏଇ ଲୋକଟା ଏଇଠି ମରୁଥିଲା ନା କୁଆଡେ ପଳେଇଲା? ମୁଁ ଏପଟେ। ଲୁଚକାଳି ଖେଳୁଛ ନାଇଁ? ଲୁଚକାଳି ଖେଳୁଛ ମୋ ସହିତ? ମୁଁ କାହିଁକି ଲୁଚକାଳି ଖେଳିବି? ତମେ ସେପଟକୁ ଯାଉଛ, ମୁଁ ଏପଟକୁ ଗଲା ତମେ ଏପଟକୁ ପଳେଇ ଯାଉଛ, ପୁଣି ମୁଁ ଏପଟକୁ ଗଲା ତମେ ଏପଟକୁ ପଳଉଛ। ଯୋଉ ଭଳିଆ ଠିଆ ହେଇଛ ସେଇ ଭଳିଆ ଠିଆ ହୁଅ, ସେଇ ଭଳିଆ। କଣ ହେଲା? କଣ ପାଇଁ ମୋ ପଛେ ପଛେ ଆଇଛ? ତମେ ରୋଷେଇ କଲନି, ତମ ପଛେ ପଛେ ଆସିବିନି ଆଉ କଣ ଆଗେ ଆଗେ ଆସିବି? କଣ ରୋଷେଇ କରିବି? କଣ ରୋଷେଇ କରିବି ମୁଁ? କଣ ରୋଷେଇ କରିବ କଣ? ବୋଉ ବା ମଟନ ନେଇକି ଆଇଲା ରୋଷେଇ କରିବ ବୋଲି, ଆଉ ତମେ ଦୌଡ଼ିକି ରୋଷେଇ ଘର ପଳେଇ ଆଉଛ କଣ? ଆସିବିନି? ତମ ବୋଉ ଯାହା କରୁଛନ୍ତି ଠିକ କରୁଛନ୍ତି ତ? ସିଏ କଣ କଲା? ସିଏ କଣ କଲେ? ତମେ ଜମା ଜାଣିନଥିବ ସେ କଣ କଲେ। ତମ ବୋଉ ବାଡି ପଟରେ କଣ ଛେଳି ଗଛ ଲଗେଇଛନ୍ତି? ସାଙ୍ଗେ ସାଙ୍ଗେ ଗଲେ ଗୋଟେ ଛେଳି ଧରିକି ଚାଲି ଆସିଲେ, କହିଲେ କଣ ନା ମଟନ ଆସିଗଲା। ଛେଳି କୋଉଠୁ ଚୋରି କରିକି ଆଣିଛନ୍ତି ମୁଁ ନ ଜାଣିଲା ଯାଏ ରୋଷେଇ ଜମା କରିବିନି। ରୋଷେଇ କରିବିନି କଣ, ରୋଷେଇ ଘରକୁ ତ ମୁଁ ଜମା ଯିବିନି ଆଉ। କଣ କହୁଛ? ମୋର ବି ମଟନ ଖାଇବା ପାଇଁ ବହୁତ ଇଚ୍ଛା ହେଲାଣି। ଯାଅ ରୋଷେଇ କରିଦିଅ, ଖାଇବା ସାଙ୍ଗରେ। ମୁଣ୍ଡ ଜମା ଗରମ କରନି, ଜମା ଗରମ କରନି, ନହେଲେ ଭଲ ଭାବରେ ଜାଣିଥିବ ମୁଁ କଣ କରିବି। ଆଲୋ ଏ ଟକଳି, କୋଉଠି ମରିଗଲୁ? କୋଉଠି ମରିଗଲୁ ତୁ? ଆଲୋ ମଟନ ଟିକେ ରାନ୍ଧିବ ବୋଲି 10ଟାରୁ ଆସିକି 2ଟା ହେଲାଣି। କେତେବେଳେ ରାନ୍ଧିବୁ ଲୋ ଟକଳି? କେତେବେଳେ ରାନ୍ଧିକି ଦବୁ ମତେ? ଅନେଇଲୁ, ତମ ବୋଉକୁ ଯାହା କହିଦବ ସେ ଛେଳି କୋଉଠୁ ଆଣିଲେ ଭଲରେ ଭଲରେ ସିଧା ସିଧା କହିଦେବେ। ତାପରେ ଯାଇକି ମୁଁ ରୋଷେଇ କରିବି, ନହେଲେ ପେଟରେ ଆଜି ଓଦା କନା ପକେଇକି ଶୋଇପଡିବ। ହେଇଲୋ ଟକଳି, ଆଲୋ ତୁ ଗଣ୍ଡେ ଖାଇତେ ଦବୁ ବୋଲି ଏତେ ନାଟ କରୁଛୁ? 10ଟା ବେଳୁ କହିଲେଣି ମଟନ ଟିକେ ରାନ୍ଧେ, ମଟନ ଟିକେ ରାନ୍ଧେ। ସେ 2ଟା ହେଲାଣି ଏପର୍ଯ୍ୟନ୍ତ ରୋଷେଇ ହେଇନି। ଆଲୋ ଯାଉନୁ, ସେ ରୋଷେଇ ଘରଟା ଭିତରେ ଛେଳିଟା ଅଛି, ତାକୁ ବାଗେଇକି ରୋଷେଇ କରିବୁ। କଣ? ଆଳୁ ବାଇଗଣ ଖାଇଦବୁ ଯା। ତା ମାନେ ତମେ କହୁଛ ମୁଁ ଛେଳିଟାକୁ ବଗେଇକି ରୋଷେଇ କରିବି? ହଁ, ତତେ ଆଉ କଣ ଶୁଭୁଛି କି? ମୁଁ ତ ସେଇଟା ହିଁ କହୁଛି। ମୁଁ କଣ ତମକୁ କଂସେଇ ଭଳିଆ ଦେଖା ଯାଉଛି? ମୁଁ ସେ ଗୋଟା ଛେଳିକି ବାଗେଇବି? ପୋଟଳ ଖାଇଲା ବେଳେ ଗୋଟା ତ ବାଗେଇକି ରଖିଥିଲି ଭଲ। ପୋଟଳ? ତମ ବୋଉ କଣ କହିବା ପାଇଁ ଚାହୁଁଛନ୍ତି କୁହ? କଣ କହିବା ପାଇଁ ଚାହୁଁଛନ୍ତି? ଗୋଟେ ପୋଟଳ ସହିତ ଗୋଟେ ଛେଳିକୁ ତୁଳନା କରୁଛନ୍ତି? ତମ ବୋଉକୁ ଟିକେ ଖରାପ ଲାଗୁନି? ତୁ ଟୋକଳି ବହୁତ କଥା କହୁଛୁ, ବହୁତ କଥା କହୁଛୁ। ଖରାପ କାହିଁକି ଲାଗିବ? ଖରାପ କାହିଁକି ଲାଗିବ? ହଉ ଠିକ ଅଛି, ତତେ ଯଦି ଖରାପ ଲାଗୁଛି ମୁଁ ଯାଉଛି କଂସେଇ ପାଖରୁ ସେ ମଟନଟାକୁ ବଗେଇ ଆଣିବି। ବଗେଇବ ପଛରେ, ସେ ଛେଳିକୁ କୋଉଠି ଚୋରି କରିକି ଆଣିଛ ସେ କଥା କୁହ ଆଗେ। ଚୋରି? ମୁଁ କାହିଁକି ଚୋରି କରିବି ବା? ଚୋରି ମୋ ଜାତକରେ ନାହିଁ, ଆଉ ଇଏ କହିଲା ମୁଁ ଚୋରି କରିବି। ମୋ ଜାତକରେ କୋଉ ଜିନିଷଟା ଚୋରି କରିବନି ବୋଲି ଲେଖା ହେଇଛି ମତେ ସେ କଥାଟା କହିଦିଅ। ନାଇଁ କୋଉ ଜିନିଷଟା ଚୋରି କରିବନି ବୋଲି ତମ ଜାତକରେ ଲେଖା ହେଇଛି ମତେ କହିଦିଅ। ବାଡିକି ଗଲେ କାହା ବିଲରୁ ଭେଣ୍ଡି, କାହା ବିଲରୁ ବାଇଗଣ, କାହା ବିଲରୁ ବିଲାତି ୟାକୁ ତ ଆଣିଲ। ଦୋକାନକୁ ଯଦି ଯିବ 2ଟା ପିଆଜ, 2ଟା ଆଳୁ, 2ଟା ରସୁଣ, ଅଣ୍ଡା ଧରି ଚାଲି ଆସିବ। ଏଇ 15 ଦିନ ଆଗରୁ ତମ ବାଡିକୁ ଚେମ୍ପେଇ କୁକୁଡ଼ା ଚାଲି ଆସିଲା ବୋଲି ତାକୁ ମୋଡି ମାଡିକି ରଖିଦେଇଥିଲ। ଏ ଯୋଉ ଭାଷା କହିକି ଗଲା ମୋ କାନରୁ ଖାଲି ରକ୍ତ ବାହାରି ଆସିଲା। କୁକୁର ଯଦି କାହା ବାଡିରେ ହଗି ଦଉଥିବ ଏମିତି ଭାଷା ଶୁଣୁ ନଥିବ ଯୋଉ ଭଳିଆ ତମକୁ କହିକି ଗଲା। ଇଏ ପୁଣି ମୋ ପାଖରେ ସାଧୁ ଦେଖେଇ ହଉଛନ୍ତି, କହିଲେ ମୁଁ ଛେଳି ଚୋରି କରିକି ଆଣିନି। ସବୁ କହିବୁ ସେ ଛେଳିକୁ ମୁଁ ଜମା ଚୋରି କରିକି ଆଣିନି, ସତ କହୁଛି। ବାଟରେ ସେ ନଡିଆ ଯାଉଥିଲା, ମୁଁ ତାକୁ କହିଲି ମତେ ଦେଇକି ଯା ଛେଳିଟା, ସେଇ ତାରି ପାଖରୁ ନେଇକି ଆଇଲି। ଓହୋ, ତମକୁ ବୋଧେ ମାଗଣାରେ ଦେଇଦେଇକି ପଳେଇଲା। ମାଗଣାରେ ଦବ? ଏମିତି ଦେଲା ବାଲା ହେଇଛି, ସେ ପଛକୁ ଆସିକି ପଇସା ନେବ। ତୁ ଏତେ କଥା ଭାବନା, ମୁଁ ଯାଉଛି ତା ପାଖକୁ, ସେ ବଗେଇଦବ, ଆସିଲେ ରାନ୍ଧିବୁ। ଅନେଇଲ, ଯଦି ସତରେ ତମ ବୋଉ ଚୋରି କରିକି ଆଣିଥିବେ ସେ ଛେଳି, ଚିହ୍ନିବ ମତେ ତାପରେ। ସେଇଠି ମରିଗଲୁ ନା କଣ? ଆସୁନୁ। ଯାଉଛି।
ସେଇଠି ଗଳିକି ରହିଲା ତ ଆଉ ଏବେ କୁଆଡେ ମରିଗଲୁ? ଆସୁନୁ ଜଲ୍ଦି। ହଁ ଯାଉଛି ସେତିକି ବେଳୁ ଆଉଛି। ଧ ଛେଳିଟାକୁ ଧ। କୋଉଠିକି ନେବା? କଂସେଇ ପାଖକୁ ନେଇ ଚାଲ, ଜଲ୍ଦି ଆଣିବୁ। ହଉ। ଅନେଇଲ, ମୁଁ ତମକୁ ପୁଣି ଥରେ କହୁଛି, ଯଦି ଏ ଛେଳି ଚୋରି କରିକି ଆଣିଥିବେ ବୋଉ, ତାହେଲେ ଚିହ୍ନିବ ମତେ। ହେଁ, କହିଲି ବା ଚୋରି କରିକି ଆଣିନି ବୋଲି, ବେଶୀ କଥା କହୁଛି। ତୁ ଯା ବେ, ଠିଆ ହେଲୁ କଣ? One hour later. ଭାତ ଥୋଇ ଦେଇକି ପଳେଇଲା। ଆଲୋ କୁଆଡେ ମରିଗଲୁ? କୁଆଡେ ମରିଗଲୁ? ଜଲ୍ଦି ଆଣୁନୁ। ମଟନ ଟିକେ ଖାଇ ବୋଲି ମୋ ଦେହ ହାତ ଖାଲି କଣ ହେଇଗଲାଣି। ଖାଲି ଲେଟ୍ କରୁଛି। ଜଲ୍ଦି ଆଣେ। ହଁ ବୋଉ ନଉଛି। ହେଇ ନଉଛି। ଘଣ୍ଟେ ହେଲାଣି ତ ହଉଛୁ। କେତେବେଳେ ଆଣିବୁ ତୁ? ଓହୋ, ଆଜି ପୁରା ମନ ଶାନ୍ତି କରିକି ମଟନ ଟିକେ ଖାଇବି। ବୋଉ, ମୋର କାଇଁ? ମୋର କଣ ଚାରିଟା ହାତ? ଏକାଥରେ ସବୁ ନେଇ ଆସିବି। ଆଉ ରହୁନୁ, ମୁଁ ଯାଉଛି ଆଣିବା ପାଇଁ ତୋ ପାଇଁ। ଏଇ ନେ, ଖା। Mm? Mm? ଏଇ ନାଲି ବୁଢୀକୁ ପଚାରିବି କି? Mm? କଣ କରିବି ମୁଁ କିଛି ବୁଝିପାରୁନି। ଆଲୋ କଣ ହେଇଛି କିଲୋ? ଏପଟ ସେପଟ ହଉଛି, ମୁଁ ସେତେବେଳେ ଦେଖୁଛି। ନାଇଲୋ ନାଲି ବୁଢୀ, ଇଏ ଆମ ଛେଳିଟାକୁ ମୁଁ ପାଉନି। ଗାଁଟା ଯାକ ଖୋଜି ସାରିଲିଣି, କୋଉଠି ମିଳୁନି। ଆଲୋ ହେଇଠି କୋଉଠି ଘାସ ଖାଇକି ପଳେଇଥିବ। ହେଡେ ଦେଖ ଟିକେ ବିଲ ଆଡେ। ନାଇଲୋ ନାଲି ବୁଢୀ, ମୁଁ ଚାରିଆଡେ ଖୋଜି ସାରିଲିଣି। ଏ ମଣିଷଟା ଖାଲି ମୋରି ଉପରେ ଗେରେ ହଉଛି। କୁଆଡେ ପଳେଇଲା ସେ ଛେଳି ଖଣ୍ଡଟା? ତୁ ଦେଖିଛୁ କି? ଏ ଟିକେ ମାନେ ନାଲିଆ ଭଳିଆ, କିନ୍ତୁ ନାଲିଆ ନୁହଁ, ଟିକେ ସେଇ ଭଳିଆ। ଦେଖିଛୁ କି? ନା ଲୋ, ମୁଁ ଘର ଭିତରୁ ଆଜି ବାହାରି ନାହିଁ, ମୁଁ କାହିଁକି ତ ଛେଳି ଦେଖିବି? କଣ କରିବି? ସେ ଛେଳିଟା ଏଇଠି ଛଡା ସେ କୁଆଡେ ଯାଏନି। କୁଆଡେ ପଳେଇଲା? ମତେ ଲାଗୁଛି ସେ ଛେଳିକୁ କିଏ ଚୋରି କରିକି ନେଇଯାଇଛି ବୋଧେ। ଆଲୋ ମୁଁ ଚୋରି କରି ନାହିଁ, ମତେ କାହିଁ କହୁଛୁ? ମୁଁ ଆଜି ତ ଘରୁ ବାହାରି ନାହିଁ ଆଉ। ଆଲୋ, ଏ ବୁଢୀକି ଚୋରି କରିନେଇଛି ବୋଲି କିଏ କହିଲା? ମନ୍ଦିର ଭିତରେ କିଏ? ନା, ମୁଁ କଦଳୀ ଖାଇନି। ମତେ ତ ଏଇ ବୁଢୀ ଉପରେ ହିଁ ଡାଉଟ୍ ହଉଛି। ଏଇ ମୋ ଛେଳିକୁ ଆଉ ନେଇଯାଇନି ତ? ଆଲୋ କଣ ଭାବୁଛୁ? ମୁଁ ଏଇଆ ଭାବୁଛି, ଯିଏ ମୋ ଛେଳିଟାକୁ ନେଇଛି ତା ଅବସ୍ଥା ମୁଁ ଯଦି ଢିଲା ନ କରିଦେଇଛି ମତେ କହିବ। ଆଲୋ ତୋ ଛେଳି କାହିଁକି କିଏ ନବ? ଏଇ କୁକୁର ପିଲା ବୁଲୁଛନ୍ତି, ସେଇ ବୋଧେ ଖାଇ ଦେଇଥିବେ। ଆଉ ନହେଲେ ତ ଛେଳିକୁ କିଏ ନବ? ବସ୍ତ କାହିଁକି ହଉଛୁ? ବଳେ ଜଣା ପଡିଯିବନି କୋଉ ବିଲୁଆ ନେଇଛି କି କୋଉ କୁକୁର ନେଇଛି। ବୋଉ, ତୁ ଆଉ ତାଙ୍କ ଛେଳି ନେଇ ଆସିନୁ ତ? ମୁଁ କାହିଁ ଚୋରି କରି ନେବି? ଚାଲ ଆମେ ଘର ଭିତରେ ଶୋଇବା ଯାଇକି। ବାହାରେ ଶୋଇଲା ବେଳକୁ ମାନେ ଆମ ଉପରେ ସବୁ ଡାଉଟ୍ କରୁଛନ୍ତି। ଚାଲ ଆମେ ଘର ଭିତରେ ଶୋଇବା ଯାଇକି। ଚାଲ। ତୁ ସତରେ ତାଙ୍କ ଛେଳି ଆଣିନାଉ ତ? ପୋଡା ମା କହୁଛୁ ଆଣି ନାହିଁ। ଚାଲ ଘର ଭିତରକୁ। ବେ ଭଲିକି ହୋଡୁକ ଦେଖିଆ, ଯେମିତି ଆଉ କିଏ ଆସି ବି ପାରିବେନି। ଦେଇକି ଆସୁନୁ, ସେଠି ଠିଆ ହେଲୁ କଣ ପାଇଁ? ଆଲେ ଏମିତି ବାଟଟାରେ ଆଡୁଆ ହେଇକି କାହିଁ ଠିଆ ହେଇଛୁ? ହଟୁନୁ। ଅନେଇଛି ଦେଖନି କେମିତି। ଦେଖିବୁ ନା ସାକିଟା ଫୁଳି ଆଣିବି। ଆଗରୁ ଉଠୁନୁ।
ଏବେ ଯୋଉ ବାହାରେ କଥା ହଉଥିଲେ ଛେଳି କଥା ଚୋରି କରିକି ଆଣିଥିଲ ନା? ଦେଖ ଦେଖ ତ ମାଇକିଣାକୁ ଖାଇ ପିଇକି ଆସିଲେ ଟିକେ ଶୋଇବ କଣ ପୁଣି ସେ କଥା କହିଲାଣି। ଇଚ୍ଛା ତ ହଉଛି ମୁଁ ବି ଦେଖିବି ତମେ ଆଜି ଘର ଭିତରକୁ କେମିତି ଆସିବ।